ବଢିଆ ବଢିଆ ସମୟ ଆସି କରିଲ ବଢିଆ ନା ତାଳିଆ କଣ ରେ ଖାଇ ବଢିଆ 3 ମାସ ଦେଖା କରୁଛ ମାନେ ଏଇଆଡେ ଦବାଟା ମଣିଷ ତମେ ଇଏ ଲଗାତାର 4-5 ମାସ ଗଲି ଦେହରେ ତା ଭିଟାମିନ ଥିଲା ସବୁ ସରିଗଲା ପୁଣି 3-4 ଦିନ ଦେହରେ ଭିଟାମିନ ଭର୍ତ୍ତି ହେଲେ ତାପରେ ମୁଁ ଯିବି ନା ମୁଁ ବଙ୍କା ହେଇ ମରିବି ଆଉ ତମ ପିଲାରେ ମୁଁ ଯୋଉ ଛୋଟ ପିଲା ହଉଛି ଏଇ ତମରା କହୁଛ ଆମ ବାହାଘର ଶୀଘ୍ର ହଉଛି ବୋଲି ଏ ଡେରି କରୁଛ ମୋ ପାଇଁ ଇଏ ବାହାର ପାଇଁ ଭଲ ସମୟ ଦରକାର ନା ନାହିଁ ଏପଟେ ସେପଟେ ଟେନସନ ଲାଖିକି ରହିଛି ଟେନସନ ଖାଇଛି କୋଉ ଟେନସନ ହଁ ଆମ ବାବୁ ଆଉ ବୋହୁ ମା ସେ ବାପା ମା ହେବେ ମୁଁ କଣ ତୁ କହୁଛି ଜାଣି କଣ ଜାଣିପାରୁନୁ ବା ନା ମତେ ସେ ଜାଣିବାର କଣ ହବନି କଣ ହେଇଛି ଏ ଅଗାରୁ ଭାଇ କଣ ହେଇ ନା ମୁଁ କଣ କହୁଥିଲି କି ଆମେ କେବେ ମା ବାପା ହବା ଯେ ଏଇ ତୋର ଇଣ୍ଟରେଷ୍ଟ ହେଲାନି ନା ହଁ। ଯେବେ ଆମେ ବାହା ହେବା ତା ବର୍ଷ ପରେ ତୁ ହବୁ ମା ମୁଁ ହେବି ବାପା ହେଲା ନା କେବେ ମା ହବା ଯେ ବେଶୀ ନାହିଁ ଆଉ 2-4 ମାସ ପରେ କହିଲେ ନା 2-4 ମାସ ଏତେ ମାସ କଣ ପାଇଁ ହବ କରିବି ଟିକେ ଧୈର୍ଯ୍ୟ ଧର ବୋଉ ତାଙ୍କ ଛୁଆକୁ ଧର ଚାଲି ଆସନ୍ତୁ ତାପରେ ବାହାଘର ଚଉଠି ଆଜି ଆମେ ହନିମୁନ କରିବାକୁ କୁଆଡେ ଯିବା ହନିମୁନ ସେଇଟା କଣ ଆରେ ଚଉଠି ଯା ହନିମୁନ ସେଇଆ ଚଉଠି ହୁଏ ବାସର ଘରେ ହନିମୁନ ହୁଏ ବାହାରେ ମାନେ ବଢିଆ ଜାଗାରେ ସପ୍ତାହକେ ମାସେ ଅନାନି ଲଗାତାର ଚଉଠି ଭଗବାନ କିଏ କଣ ଦେଖିଦବ ଲାଜ ଲାଗିବନି ମୋ ଦ୍ୱାରା ହବନି ମୁଁ ପାରିବିନି ହାତୁ ବକି କଣ ବକିଗଲେ ନା କଣ ବକି ଆଲୋ ବାହାରକୁ ଯିବା ତୁ କଣ ଭାବୁଛୁ ଆଲୋ ବାହାରକୁ ଯିବା ମାନେ ଅନ୍ୟ କୋଉ ସହରକୁ ହୋଟେଲରେ ରହିବା ଦିନ ସାରା ସହର ପାର୍କ ମନ୍ଦିର ଯେତେ ସବୁ ମନୋରମ ଜାଗା ଥବ ବୁଲାବୁଲି କରି ଦେଖିବା ଆଉ ରାତିରେ କବାଡି ଇଏ ତାକୁ କୁହନ୍ତି ହନିମୁନ